58 ବୟସରେ ମାତୃବିୟୋଗ ଶୋକର ଛାୟା। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଗଡ଼ ଏପିଙ୍ଗ ବ୍ରାହ୍ମଣ ସାହିର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବାରିକଙ୍କ ଧର୍ମପତ୍ନୀ ତଥା ଯୁବ କବି ମନୋଜ କୁମାର ବାରିକଙ୍କ ମାତୃବିୟୋଗ ମାତ୍ର 58 ବୟସରେ ହୋଇଥିବା ହେତୁ ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା। ପରୋପକାରୀ, ଈଶ୍ୱର ଚିନ୍ତନ, ଉଦାର ହୃଦୟର ଜଣେ ଆଦର୍ଶ ଗୃହିଣୀ ଏବଂ ଜନନୀ ଥିଲେ ସେ ବୃକ୍ଷରୋପଣ କରିବାରେ ଏବଂ ପଶୁପକ୍ଷୀମାନଙ୍କ ସେବା କରିବାକୁ ବେଶ୍ ଭଲ ପାଉଥିଲେ। ତାଙ୍କର ଦିବ୍ୟ ବାଣୀ ଥିଲା, କୁକୁର ମାଙ୍କଡ଼ ନକରହୀନ ସମସ୍ତଙ୍କର ଏକା ଜୀବନ। ପରର ଦୁଃଖ ଦେଖିଲେ ତାଙ୍କର ଆଖିରୁ ଅବିଳମ୍ବେ ଲୋତକ ଝରି ପଡ଼ୁଥିଲା। ସେହି ମହାନ୍ ଦିବଂଗତ ଆତ୍ମା ସ୍ୱର୍ଗତା ପ୍ରେମଲତା ବାରିକଙ୍କ ଦ୍ୱାଦଶା ଉପଲକ୍ଷେ ଆତ୍ମାର ସଦ୍ଗତି ନିମିତ୍ତ 3 ମେଳ ନାମ ସଂକୀର୍ତ୍ତନ, ପ୍ରବଚନ, ସ୍ମୃତିଚାରଣ ସଭା, ପ୍ରଜାପିତା ବ୍ରହ୍ମା କୁମାରୀଙ୍କ ଦ୍ୱାରା ଓମ୍ ଶାନ୍ତି ଏବଂ ଭଜନ ପରିବେଷଣ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା। ସର୍ବପ୍ରଥମେ ପ୍ରଦୀପ ପ୍ରଜ୍ୱଳନ କରି ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ତତ୍ପରେ ଆମ ପୁସ୍ତକ ମେଳାର ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସୃଜନୀ ପତ୍ରିକାର ସମ୍ପାଦକ ଶ୍ରୀଯୁକ୍ତ ରବୀନ୍ଦ୍ର ବାରିକ, ମୁଖ୍ୟ ବକ୍ତା ଭାବେ ଶିକ୍ଷକ ବିଦ୍ୟାଧର ପ୍ରଧାନ, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମିଟୁ ସିଂ ସାମନ୍ତ ଏବଂ ପୂର୍ବତନ ସମିତି ସଭ୍ୟ ବିଭୁ ନାରାୟଣ ଜେନା ଏବଂ ମାନସିଂ ସାହିତ୍ୟ ସଂସଦ ସମ୍ପାଦକ ଲଳିତ କୁମାର ସ୍ୱାଇଁ, କୁମାର ବାରିକଙ୍କ ସମେତ ଅନେକ କବି, ଲେଖକ, ଗାଳ୍ପିକ, ଜ୍ଞାନୀ, ଗୁଣୀ ବ୍ୟକ୍ତି ଉପସ୍ଥିତ ଥିଲେ। ମା'କୁ ହୃଦୟର ସହିତ ଭଲ ପାଉଥିବା ଜଣେ ଆଦର୍ଶ ପୁତ୍ର ଭାବରେ ଯୁବ କବି ମନୋଜ କୁମାର ବାରିକଙ୍କୁ ଅନେକ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ସୁଅ ଛୁଟିଛି। ପରିଶେଷରେ ପୁତ୍ର ଯୁବକବି ମନୋଜ କୁମାର ବାରିକ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକରୁ କାଳୁରାମ ନାୟକଙ୍କ ରିପୋର୍ଟ, ପ୍ରାଇମ୍ ଟିଭି ଓଡ଼ିଆ।